ଭାରତର ରାଜଧାନୀର ନାମ କ'ଣ? ଏ କଲିକତା, ବି ନୂଆଦିଲ୍ଲୀ, ସି ଉତ୍ତରପ୍ରଦେଶ, ଡି ଭୁବନେଶ୍ୱର। ଆନ୍ସାର ବି ନୂଆଦିଲ୍ଲୀ। ଭାରତର ବୃହତ୍ତମ ନଦୀର ନାମ କ'ଣ? ଏ ମହାନଦୀ, ବି ଗଙ୍ଗା ନଦୀ, ସି ଗୋଦାବରୀ ନଦୀ, ଡି ତେଲ ନଦୀ। ଆନ୍ସାର ବି ଗଙ୍ଗା ନଦୀ। ଭାରତର ସବୁଠୁ ଉଚ୍ଚତମ ପର୍ବତର ନାମ କ'ଣ? ଏ ହିମାଳୟ, ବି ଦେଓମାଳୀ, ସି ଅନ୍ନପୂର୍ଣ୍ଣା, ଡି ନନ୍ଦଦେବୀ। ଆନ୍ସାର ଏ ହିମାଳୟ। ଭାରତର ସବୁଠୁ ବଡ଼ ରାଜ୍ୟର ନାମ କ'ଣ? ଏ ମଧ୍ୟପ୍ରଦେଶ, ବି ହରିୟାଣା, ସି ଉତ୍ତରପ୍ରଦେଶ, ଡି ଓଡ଼ିଶା। ଆନ୍ସାର ସି ଉତ୍ତରପ୍ରଦେଶ। ଭାରତରେ କେତୋଟି ରାଜ୍ୟ ଅଛି? ଏ 15ଟି, ବି 20ଟି, ସି 25ଟି, ଡି 28ଟି। ଆନ୍ସାର ଡି 28ଟି। ଭାରତକୁ ଛାଡ଼ି ଆଉ କେଉଁ ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଏ? ଏ ବାଂଲାଦେଶ, ବି ଶ୍ରୀଲଙ୍କା, ସି ପାକିସ୍ତାନ, ଡି ନେପାଳ। ଆନ୍ସାର ଏ ବାଂଲାଦେଶ। ଭାରତର ଜାତୀୟ ପକ୍ଷୀର ନାମ କ'ଣ? ଏ କପୋତ, ବି ଶୁଆ, ସି ମୟୂର, ଡି ପାରା। ଆନ୍ସାର ସି ମୟୂର। ଭାରତର ଜାତୀୟ ପଶୁର ନାମ କ'ଣ? ଏ ବାଘ, ବି ସିଂହ, ସି ଭାଲୁ, ଡି ହରିଣ। ଆନ୍ସାର ଏ ବାଘ। ଭାରତର ଜାତୀୟ ଗଛର ନାମ କ'ଣ? ଏ ଶାଳୁଆ ଗଛ, ବି ବରଗଛ, ସି ଆମ୍ବ ଗଛ, ଡି ତେନ୍ତୁଳି ଗଛ। ଆନ୍ସାର ବି ବରଗଛ। ଭାରତର ଜାତୀୟ ଫୁଲର ନାମ କ'ଣ? ଏ ଗୋଲାପ ଫୁଲ, ବି ଟଗର ଫୁଲ, ସି ମଲ୍ଲି ଫୁଲ, ଡି ପଦ୍ମ ଫୁଲ। ଆନ୍ସାର ଡି ପଦ୍ମ ଫୁଲ। ଭାରତର ଜାତୀୟ ଖେଳର ନାମ କ'ଣ? ଏ ଫୁଟବଲ, ବି ହକି, ସି କ୍ରିକେଟ, ଡି ଖୋଖୋ। ବି ହକି। ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ନାମ କ'ଣ? ଏ ଇନ୍ଦିରା ଗାନ୍ଧୀ, ବି କଳ୍ପନା ଚାୱଲା, ସି ପ୍ରିୟଙ୍କା ଗାନ୍ଧୀ, ଡି ଏମାନଙ୍କ ଭିତରୁ କେହି ନୁହଁ। ଆନ୍ସାର ଏ ଇନ୍ଦିରା ଗାନ୍ଧୀ। ଭାରତର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କ ନାମ କ'ଣ? ଏ ସରୋଜିନୀ ନାଇଡୁ, ବି ଲକ୍ଷ୍ମୀବାଇ, ସି ପ୍ରତିଭା ପାଟିଲ, ଡି ଦ୍ରୌପଦୀ ମୁର୍ମୁ। ଆନ୍ସାର ସି ପ୍ରତିଭା ପାଟିଲ। ଭାରତର ଉଚ୍ଚତମ ଡ୍ୟାମର ନାମ କ'ଣ? ଏ ହୀରାକୁଦ, ବି ଟେହରୀ, ସି ଚିଲିକା, ଡି ଏମାନଙ୍କ ମଧ୍ୟରୁ କୌଣସି ବି ନାହିଁ। ଆନ୍ସାର ବି ଟେହରୀ।
ଭାରତର ଜାତୀୟ ସଙ୍ଗୀତର ନାମ କ'ଣ? ଏ ରଘୁପତି ରାଘବ ରାଜାରାମ, ବି ବନ୍ଦେ ଉତ୍କଳ ଜନନୀ, ସି ଜନଗଣ ମନ, ଡି ବନ୍ଦେ ମାତରମ୍। ଆନ୍ସାର ସି ଜନଗଣ ମନ। ଜୟ ହିନ୍ଦ ସାଙ୍ଗମାନେ।